ସେତେବେଳେ ସରକାର ଗୋଟେ ଷଡ଼ଯନ୍ତ୍ର ତିଆରି କଲେ। ଦଳିତ ଆଦିବାସୀ ମାନଙ୍କୁ ପ୍ରଶାସନକୁ ଧରି ପୋଲିସକୁ ଧରି ଦଳିତ ଆଦିବାସୀ ମାନଙ୍କ ଉପରେ ସେ ଗୁଲିକାଣ୍ଡ କରି ଜେଲ ପଠେଇଥିଲେ 60 ଜଣକୁ। ଏବେ ମଧ୍ୟ ତଳମ୍ପଦର 21 ଜଣ ମା ଆଉ 10 ଜଣ ପୁଅ ଜେଲରେ ଅଛନ୍ତି। ଆମେ କ'ଣ ଆଜ୍ଞା ଏତେ ଅନ୍ୟାୟ କରୁଛୁ କି? ଆମ ହକ୍ ପାଇଁ ଆମେ ଲଢୁଛୁ, ହେଲେ ବି ସରକାର ଆମକୁ ବେନିୟମ ଭାବରେ କୁକୁର ମାକର ଭଳିଆ ଦେଖି ଆମକୁ ଅନ୍ୟାୟ କରି ଚାଲିଛି। ଆଉ ତାର ସାଙ୍ଗେ ସାଙ୍ଗେ ଏବେ କଟୁମାଲି ଭଳି ଆମର ପାର୍ଶ୍ୱର ଗୋଟେ ମାଲିକୁ ଆମ୍ବାନୀ ହାତରେ ଟେକି ଦେଇଛି। ଢିଙ୍କିଆରୁ ଏ ଯାତ୍ରା ଆରମ୍ଭ କରିଛୁ ମିନ ପାନ ଧାନ ପାଇଁ, ଏ ବିସ୍ଥାପିତ ଲୋକଙ୍କୁ ଥଇଥାନ ପାଇଁ। 1200 ଲୋକ ନାଁରେ ଫଲ୍ସ କେସ୍ ଉଠାଅ। ଏ ପାନ ବରଜ ଭାଙ୍ଗିଛ, କ୍ଷତିପୂରଣ ଦିଅ। ଧାନ ଜମି ନଷ୍ଟ କରିଛ, କ୍ଷତିପୂରଣ ଦିଅ। ଏ ଯେଉଁ ଚୁଙ୍ଗୁଡ଼ି ଘେରି ଭାଙ୍ଗିଛ, କ୍ଷତିପୂରଣ ଦିଅ। ଏ ଯେଉଁ ଜଙ୍ଗଲ ଆଇନ ନ ମାନି ଲକ୍ଷେ ଗଛ କାଟିଛ, ତାର କ୍ଷତିପୂରଣ ଦିଅ। ଯେଉଁ ହରିଣ ମାରିଛ, ସେଥିପାଇଁ କେଉଁମାନେ ମାରିଛନ୍ତି ଚିହ୍ନଟ କର, ଜେଲ୍ ପଠାଅ। ଏବଂ ପ୍ରତ୍ୟେକ ପରିବାର ଜଣେ ଚାକିରି ଦିଅ। ଆମର ଡିମାଣ୍ଡ, ଆମର ଢିଙ୍କିଆ ଯାତ୍ରା ସଫଳ ହେଇଛି। ଉଠାଅ, ତାଙ୍କୁ ପଟା ଦିଅ। ଜଙ୍ଗଲ ଯେଉଁ ସଫା ହେଉଛି, ଜଙ୍ଗଲ ଆଇନ ମାନୁନି, ଲକ୍ଷ ଗଛ କାଟିଲାଣି, ବନ୍ଦ କର। ଏହି ଦାବି ନେଇ ଆମେ ଢିଙ୍କିଆରୁ 6 ତାରିଖରୁ ଆସିଥିଲୁ। ଆଜି ସମ୍ପୂର୍ଣ୍ଣ ହେଇଛି, ସଫଳ ହେଇଛି। ଆଶା କରୁଛି ଭକ୍ତ ଦାସଙ୍କ ନେତୃତ୍ୱରେ, ରାହୁଲ ଗାନ୍ଧୀ ନେତୃତ୍ୱରେ ଲୋକଙ୍କର ବିସ୍ଥାପିତ ଲୋକଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ। ଉଠାଅ, ତାଙ୍କୁ ପଟା ଦିଅ। ଜଙ୍ଗଲ ଯେଉଁ ସଫା ହେଉଛି, ଜଙ୍ଗଲ